ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର ତହିଁର 4 ପର୍ବର 7 ପଦରୁ ଆରମ୍ଭ କରି 11 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗତ ପାଠରେ ଆମେ ପୁତ୍ରତ୍ୱର ଅଧିକାର ଓ ବ୍ୟବସ୍ଥାର ଅଧୀନରୁ ମୁକ୍ତ ହେବାର ବିଷୟ ଓ ପୁତ୍ରତ୍ୱର ଅନୁଭୂତି ବିଷୟ ନେଇ ଲକ୍ଷ୍ୟ କରିଥିଲୁ। ଆଉ ତାହା ବ୍ୟବସ୍ଥା ପାଳନ ହେତୁ ନୁହେଁ, ମାତ୍ର ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ଓ ତହିଁରୁ ଆମମାନଙ୍କର ଆତ୍ମିକ ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଯେତେବେଳେ ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ, ସେତେବେଳେ ଆମେ ବ୍ୟବସ୍ଥାର ଅଧୀନରୁ ମୁକ୍ତ ହେଉ, ମାତ୍ର ଖ୍ରୀଷ୍ଟଙ୍କ ଅଧୀନସ୍ଥ ହେଉ ଓ ସେହି ଖ୍ରୀଷ୍ଟଙ୍କ ଆତ୍ମା ଆମମାନଙ୍କ ଅନ୍ତରରେ କଥା କୁହନ୍ତି, ଯଦ୍ୱାରା ଆମେ ଈଶ୍ୱରଙ୍କୁ ପିତା ବୋଲି ସମ୍ବୋଧନ କରିଥାଉ ଓ ସେହି ପିତା ଓ ପୁତ୍ରର ମଧ୍ୟରେ ଥିବା ସ୍ନେହ, ପ୍ରେମ ଓ ଉପକାରକୁ ତଥା ସହଭାଗିତାକୁ ଉପଲବ୍ଧି କରିଥାଉ। ତେବେ ଦେଖନ୍ତୁ 4 ପର୍ବର 7 ପଦରେ ଏହିପରି ଲେଖା ଅଛି, ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର। ପୁଣି ଯଦି ପୁତ୍ର, ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ। ଏହି ଅନୁଭୂତି ଜଣେ ଖ୍ରୀଷ୍ଟ ବିଶ୍ୱାସୀ କେବଳ ଖ୍ରୀଷ୍ଟଙ୍କର ଆତ୍ମାଙ୍କ ଦ୍ୱାରା ପ୍ରାପ୍ତ ହୋଇଥାଏ। ଖ୍ରୀଷ୍ଟଙ୍କ ଆତ୍ମା ତାହାର ହୃଦୟରେ କଥା କହିଥାନ୍ତି, ତାହାର ଆତ୍ମା ସହିତ ମିଶି ସାକ୍ଷ୍ୟ ଦେଇଥାନ୍ତି ଓ ସେହି ବ୍ୟକ୍ତି ଈଶ୍ୱରଙ୍କ ପୁତ୍ର ହିସାବରେ ସେହି ଅନୁଭୂତିର ଅଧିକାରୀ ହୋଇଥାଏ। କିନ୍ତୁ ଏହା କିପରି ସମ୍ଭବ ହୋଇଥାଏ? କ'ଣ ବ୍ୟବସ୍ଥା ପାଳନ ହେତୁ ନା ଉତ୍ତମ କର୍ମ ହେତୁ? ନୁହେଁ, ଏହା କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ। ଏହି ପୁତ୍ରତ୍ୱର ଅଧିକାର କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରାପ୍ତ ହୋଇଥାଏ। କାରଣ ମନୁଷ୍ୟର ସେ ପ୍ରକାର ପବିତ୍ରତା ତଥା ଉତ୍ତମତା ନାହିଁ, ଯାହା ମଧ୍ୟ ଦେଇ ସେ ଏହି ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହୋଇପାରେ ବା ଈଶ୍ୱରଙ୍କ ସନ୍ତାନ ହେବାର ଯୋଗ୍ୟତା ହାସଲ କରିପାରେ। ତେବେ ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ଏହିପରି ଅନୁଭୂତି ପ୍ରାପ୍ତ ହେବାକୁ ହେଲେ ଆପଣଙ୍କୁ ପବିତ୍ରୀକରଣର ଏକ ଉଚ୍ଚତର ସୋପାନକୁ ପହଞ୍ଚିବାକୁ ହେବ ଓ ଆପଣଙ୍କୁ ପବିତ୍ର ହେବାକୁ ହେବ, ଅଥବା ଆପଣଙ୍କୁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ଅନ୍ୱେଷଣ କରିବାକୁ ହେବ। ସେମାନେ କହନ୍ତି, ଆପଣ ଯଦି ସେହି ସ୍ତରକୁ ଆସିପାରୁନାହାନ୍ତି, ତାହେଲେ ଆପଣ ସେହି ଅନୁଭୂତି କେବେ ହେଲେ ପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଏଠାରେ ମୁଁ ଆପଣଙ୍କୁ ନିଶ୍ଚିତ କରାଇ ଦେବାକୁ ଚାହେଁ ଯେ ଆପଣ ଯଦି ଜଣେ ନୂତନ ବିଶ୍ୱାସୀ କିମ୍ବା ଜଣେ ଦୁର୍ବଳ ବିଶ୍ୱାସୀ, ତାହେଲେ ଆପଣ ସେହିସବୁ ସ୍ତର ମଧ୍ୟକୁ ପହଞ୍ଚି ନପାରିଲେ ମଧ୍ୟ ଆପଣ ଈଶ୍ୱରଙ୍କ ସନ୍ତାନତ୍ୱର ଅନୁଭୂତି ପ୍ରାପ୍ତ ହୋଇପାରିବେ। କାରଣ ସେହି ସନ୍ତାନତ୍ୱର ଅଧିକାର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆପଣଙ୍କ ନିକଟକୁ ଆସିଥାଏ। ଯେତେବେଳେ ଲୋକମାନେ ଆତ୍ମିକତାର ଉଚ୍ଚତର ସୋପାନକୁ ପହଞ୍ଚି ଯାଆନ୍ତି, ସେତେବେଳେ ସେମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ବିବେଚନା କରିବାକୁ ଆରମ୍ଭ କରିଦିଅନ୍ତି। ସେ ଯାଉ ନା କାହିଁକି, ଆମ୍ଭେମାନେ ସଦାସର୍ବଦା ଈଶ୍ୱରଙ୍କର ଅଧମ ସନ୍ତାନ। ଆମେମାନେ ସଦାସର୍ବଦା ଅଜ୍ଞତାରେ, ଦାମ୍ଭିକତାରେ, ପାପରେ, ଭୟରେ ଓ ଦୁର୍ବଳତାରେ ପରିପୂର୍ଣ୍ଣ। ଆମେମାନେ କେବେ ହେଲେ ଚମତ୍କାର ସନ୍ତାନ ନୁହଁ, ମାତ୍ର ସେ ହେଉଛନ୍ତି ଅତି ଚମତ୍କାର। ପ୍ରଭୁ ଯୀଶୁ ଅତି ଚମତ୍କାର ଅଟନ୍ତି, ଆଉ ତାହାଙ୍କଠାରେ ବିଶ୍ୱାସ ଆମକୁ ଏକ ଅନୁଭୂତି ପ୍ରଦାନ କରିବ। ମୁଁ ଅନୁଭୂତିରେ ବିଶ୍ୱାସ କରେ, ଆଉ ମୁଁ ଅନୁଭବ କରେ ଯେ ଆଜି ଅନେକ ଲୋକ ଈଶ୍ୱରଙ୍କ ସହିତ ଏହିପରି ଅନୁଭୂତି ଆବଶ୍ୟକ କରନ୍ତି। ପ୍ରଭୁଙ୍କର ଜଣେ ମହାନ ଦାସ ଏହିପରି ଏକ ଦୃଷ୍ଟାନ୍ତ ଛଳରେ ଶିକ୍ଷା ଦେଇ କହୁଥିଲେ, ଆପଣଙ୍କ ଓ ମୋର ଯେଉଁ ପୁରାତନ ସ୍ୱଭାବ ରହିଅଛି, ତାହା ଠିକ୍ ଏକ ମଲା ବିରାଡ଼ି ପରି। ଆପଣଙ୍କୁ ଏତିକି କରିବାକୁ ହେବ ଯେ ସେହି ମଲା ବିରାଡ଼ିର ଲାଞ୍ଜ ଧରି ତାହାକୁ ଯେତେ ଦୂରକୁ ପାରୁଛନ୍ତି ଫିଙ୍ଗି ଦିଅନ୍ତୁ। ତେବେ ଏହି ଦୃଷ୍ଟାନ୍ତଟିକୁ ଶୁଣି ମୋର ଜଣେ ବନ୍ଧୁ ତହିଁରେ ଆମେନ୍ ବୋଲି କହିଲେ, ଆଉ ସେ ଭାବିଲେ ଯେ ସେ ତାହାଙ୍କର ସେହି ପୁରାତନ ସ୍ୱଭାବକୁ ବାହାର କରିଦେଇ ପାରିବେ। ତେବେ ଦିନେ ପ୍ରଭୁଙ୍କର ଆଉ ଜଣେ ମହାନ ଦାସ ପ୍ରଭୁଙ୍କର ସେହି ଦାସଙ୍କୁ ଏହି ଦୃଷ୍ଟାନ୍ତ ଛଳରେ ଶିକ୍ଷା ଦେବାର ଶୁଣିବାକୁ ପାରିଲେ, ଆଉ ସେ ପରେ ତାହାଙ୍କୁ କହିଲେ, ପଲ୍, ତୁମେ ଭୁଲିଗଲ ଯେ ସେହି ବୁଢ଼ା ମଲା ବିରାଡ଼ିଟିର 9ଟି ଜୀବନ ଅଛି। ଯେତେବେଳେ ତୁମେ ତାହାକୁ ଫୋପାଡ଼ି ଦେବ, ସେ ପୁନର୍ବାର ଠିକ୍ ଆସନ୍ତାକାଲି ଫେରିଆସିବ। ପ୍ରିୟ ବନ୍ଧୁ, ଆମେ କେବେ ହେଲେ ଈଶ୍ୱରଙ୍କର ସିଦ୍ଧ ସାଧୁରେ ପରିଣତ ହୋଇପାରିବା ନାହିଁ। କିନ୍ତୁ ଆମେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇ ସେହି ଅନୁଭୂତି ଲାଭ କରିପାରିବା।
କାରଣ ଲେଖା ଅଛି, ଆଉ ତୁମେମାନେ ପୁତ୍ର ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମମାନଙ୍କ ହୃଦୟକୁ ପ୍ରେରଣ କଲେ। ସେହି ଆତ୍ମା ଆବା ପିତ ବୋଲି ଡାକନ୍ତି। ଏଣୁ ତୁମେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି ଯଦି ପୁତ୍ର ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ। ଅନେକ ସମୟରେ ଆପଣ ଓ ମୁଁ ଆମେ ଆମର ଖ୍ରୀଷ୍ଟୀୟ ଜୀବନରେ ପତନର ସମ୍ମୁଖୀନ ହୋଇଥାଉ ଓ ଈଶ୍ୱରଙ୍କ ସହିତ ଆମର ଅନୁଭୂତି ନଥାଏ। ବେଳେବେଳେ ଜୀବନଟା ଅତି ଶିଥିଳ ହୋଇଯାଏ ଓ ଆମେ ସ୍ୱଇଚ୍ଛାରେ ଚାଲିଯାଉ। କିନ୍ତୁ ଆଉ କେତେବେଳେ, ବିଶେଷ କରି ଈଶ୍ୱର ଯେତେବେଳେ ଆମମାନଙ୍କୁ ଏକ ପରୀକ୍ଷାମୟ ପରିସ୍ଥିତି ମଧ୍ୟ ଦେଇ ପରୀକ୍ଷା କରିଥାନ୍ତି, ସେତେବେଳେ ଆମେ ଆମର ସ୍ୱର୍ଗୀୟ ପିତାଙ୍କ ସହିତ ଏକ ଚମତ୍କାର ଅନୁଭୂତି ଲାଭ କରିଥାଉ। ଏଠାରେ ମୋର ଜଣେ ବନ୍ଧୁଙ୍କର କଥା ମନେ ପଡ଼େ। ଯେତେବେଳେ ସେ କର୍କଟ ରୋଗରେ ଆକ୍ରାନ୍ତ ହେଲେ, ତହିଁର ଅସ୍ତ୍ରୋପଚାର ନିମନ୍ତେ ତାହାଙ୍କୁ ଡାକ୍ତରଖାନାକୁ ନିଆଗଲା। ଆଉ ସେ ଯେତେ ଭୟ କରୁଥିଲେ, ଅନ୍ୟ କେହି ସେପରି ଭୟ କରୁନଥିଲେ, କାରଣ ସେ ଅତି ଭୟାତୁର ଥିଲେ ଓ ସେ ଡାକ୍ତରଖାନାକୁ ଯିବା ପାଇଁ ପସନ୍ଦ କରୁନଥିଲେ। ତେବେ ଯେତେବେଳେ ସେମାନେ ତାହାଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଉଦ୍ଦିଷ୍ଟ ସେହି ପୋଷାକକୁ ପିନ୍ଧାଇ ଦେଲେ, ସେତେବେଳେ ସେ ସେହି ପୋଷାକକୁ ପିନ୍ଧି ବିଛଣାରୁ ଉଠିବା ନିମନ୍ତେ ଚେଷ୍ଟା କରୁଥିଲେ, କିନ୍ତୁ ସେ ପାରିଲେ ନାହିଁ। ଜଣେ ନର୍ସ ଭିତରକୁ ଆସି କହିଲେ, ଘଟଣା କ'ଣ? ଆପଣ କ'ଣ ଅସୁସ୍ଥ? ସେ କହିଲେ, ନୁହେଁ, ମୁଁ ମୃତ୍ୟୁକୁ ଭୟ କରେ। ଏହାପରେ ଯେତେବେଳେ ସେ ତାହାଙ୍କୁ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଆସିଲେ, ସେ କହିଲେ, ମୋତେ କିଛି ସମୟ ନିମନ୍ତେ ଏକାକୀ ରହିବାକୁ ଛାଡ଼ି ଦିଅନ୍ତୁ। ତେବେ ସେ ଜଣେ ପାଳକ ଭାବେ ସେହି ଡାକ୍ତରଖାନାକୁ ଅନେକ ଥର ପରିଦର୍ଶନରେ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ହିଜକିୟଙ୍କ ପରି କାନ୍ଥ ଆଡ଼କୁ ତାହାଙ୍କର ମୁଖ ରଖି ଏହିପରି ପ୍ରାର୍ଥନା କଲେ, ପ୍ରଭୁ, ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ମୁଁ ଏଠାକୁ ଅନେକ ଥର ଆସିଅଛି ଓ ମୁଁ ଲୋକମାନଙ୍କ ପିଠିକୁ ଥାପୁଡ଼ାଇ କହିଛି ଯେ ତୁମେ ସେମାନଙ୍କ ସହିତ ରହିବ ବୋଲି। ସେମାନଙ୍କର ପାଳକ ହିସାବରେ ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିଅଛି ଓ ତାପରେ ଚାଲିଯାଇଛି, କିନ୍ତୁ ଆଜି ମୁଁ ଚାଲିଯାଇପାରୁନାହିଁ। ମୁଁ ଏଠାରେ ରହି ଚିକିତ୍ସିତ ହେବା ପାଇଁ ଯାଉଅଛି, କିନ୍ତୁ ମୁଁ ଜାଣେ ନା ଏହାର ଫଳାଫଳ କ'ଣ ହେବ। ତେବେ ଈଶ୍ୱରଙ୍କୁ ଜଣାଇବା ନିମନ୍ତେ ତାହାଙ୍କର କିଛି ବିଷୟ ଥିଲା ଓ ସେ ତାହା ଈଶ୍ୱରଙ୍କୁ ଜଣାଇବାକୁ ଚାହିଁଲେ। ଈଶ୍ୱର କିପରି ଏହାକୁ ସାଧନ କରିବା ନିମନ୍ତେ ଯାଉଅଛନ୍ତି ତାହା ସେ ତାହାଙ୍କୁ ଜଣାଇବାକୁ ଚାହିଁଲେ, କିନ୍ତୁ ସେ ମନ ମଧ୍ୟରେ ନିଜକୁ ତାହାଙ୍କ ନିକଟରେ ସମର୍ପି ଦେଇ କହିଲେ, ହେ ମୋର ପିତ, ମୁଁ ତୁମ୍ଭ ହସ୍ତରେ ଅଛି। ତୁମେ ଯାହା କରିବାକୁ ଚାହୁଁଛ ତାହା କର। ତୁମେ ମୋର ପିତା। ଆଉ ସେ ତାହାଙ୍କ ପ୍ରତି ଅତି ଚମତ୍କାର ସ୍ୱରୂପ ଥିଲେ। ପ୍ରିୟ ବନ୍ଧୁ, ତାହା ହିଁ ହେଉଛି ଏକ ସମୟ ଯେତେବେଳେ ସେ ଆମମାନଙ୍କ ପ୍ରତି ବାସ୍ତବ ପିତା ସ୍ୱରୂପ ହୁଅନ୍ତି। ଆମେ ତାହାଙ୍କୁ ଆମ ଜୀବନରେ ପିତା ସ୍ୱରୂପେ ଅନୁଭବ କରିବା ଆବଶ୍ୟକ। ରୋମିଓ 8 ପର୍ବର 16 ପଦରେ ଲେଖା ଅଛି, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ବର୍ତ୍ତମାନ ମୁଁ ଆପଣଙ୍କ ନିମନ୍ତେ ସମସ୍ୟା ଆସୁ ବୋଲି ଚାହେଁ ନା, କିନ୍ତୁ ମୁଁ ଭାବେ ଯେ ସାଧାରଣତଃ ସମସ୍ୟା ସମୟରେ ଈଶ୍ୱର ଆମମାନଙ୍କ ନିକଟରେ ଆପଣାକୁ ବାସ୍ତବ ଭାବରେ ପ୍ରକାଶିତ କରିଥାନ୍ତି। ଏଠାରେ ଆଉ ଏକ ଦୃଷ୍ଟାନ୍ତଟିକୁ ମୁଁ ଆପଣଙ୍କ ସମ୍ମୁଖରେ ଆଣି ଉପସ୍ଥାପିତ କରିବାକୁ ଚାହେଁ। ପ୍ରଭୁଙ୍କର ଜଣେ ଭକ୍ତ ଦାସ ଜଣେ ପ୍ରଚାରକ ବା ମିଶନେରୀ ଭାବେ ଏକ ମିଶନ କ୍ଷେତ୍ରକୁ ଗଲେ। ସେ ଜଣେ ଯୁବକ ହିସାବରେ ଜଣେ ଯୁବତୀ କନ୍ୟାଙ୍କ ସହ ସେହି ସ୍ଥାନକୁ ଗଲେ। ଯେତେବେଳେ ସେମାନଙ୍କର ପ୍ରଥମ ସନ୍ତାନଟିଏ ଜାତ ହେଲା, ସେତେବେଳେ ସେହି ସନ୍ତାନ ସହିତ ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କଲେ। ସେ ତାହାଙ୍କର ନିଜ ହାତରେ ସେମାନଙ୍କୁ ସମାଧି ଦେଲେ, କାରଣ ସେ ନରଖାଦକମାନଙ୍କ ମଧ୍ୟରେ ଥିଲେ ଓ ସେ ସେହି ସମାଧି ଉପରେ ଅନେକ ଦିନ ଓ ରାତି ଧରି ବସି ରହିଲେ, ଯେପରି ସେହି ସମାଧିକୁ ଖୋଳି ଶରୀରଗୁଡ଼ିକ ବାହାର କରି କେହି ଖାଇ ନ ଯାଆନ୍ତି। ତାହାଙ୍କର ସାକ୍ଷ୍ୟ ଥିଲା ଯେ ଯଦି ପ୍ରଭୁ ଯୀଶୁ ସେହି ସମୟରେ ନିଜକୁ ତାହାଙ୍କ ନିକଟରେ ବାସ୍ତବ ଭାବେ ପ୍ରକାଶ କରିନଥାନ୍ତେ, ତାହେଲେ ସେ ପାଗଳ ହୋଇଯାଇଥାନ୍ତେ। ଅତ୍ୟଧିକ ଦୁଃଖ ସମୟରେ ଈଶ୍ୱର ନିଜକୁ ବାସ୍ତବ ଭାବେ ପ୍ରକାଶିତ କରିଥାନ୍ତି। ପାଉଲ ଯେତେବେଳେ କାରାଗାର ମଧ୍ୟରେ ଥିଲେ, ସେ କହିପାରିଥିଲେ, ମୋହର ପ୍ରଥମ ଆତ୍ମପକ୍ଷ ସମର୍ଥନ ସମୟରେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ।
ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ, କିନ୍ତୁ ପ୍ରଭୁ ମୋର ସପକ୍ଷ ହୋଇ ମୋତେ ବଳବାନ କଲେ। ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁଷମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇପାରେ ଓ ବିଜାତି ସମସ୍ତେ ତାହା ଶ୍ରବଣ କରିପାରନ୍ତି। ଯାହାକି 2 ତିମୋଥୀ 4 ପର୍ବର 16 ଓ 17 ପଦରେ ଲେଖା ଅଛି। ପ୍ରଭୁ ପାଉଲଙ୍କ ସହିତ ଠିଆ ହେଲେ। ସେ ତାହାଙ୍କର ଭକ୍ତ ଦାସମାନଙ୍କ ସହିତ ଠିଆ ହେଲେ ଓ ସେ ମୋ ସହିତ ଓ ଆପଣଙ୍କ ସହିତ ମଧ୍ୟ ଠିଆ ହେବେ। ସେହିପରି ପିତାଙ୍କୁ ପାଇବା ଆମମାନଙ୍କ ନିମନ୍ତେ କେତେ ଭରସାର ବିଷୟ। ସେ କହନ୍ତି, ଆମ୍ଭେ ତୁମକୁ କେବେ ହିଁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ କେବେ ପରିତ୍ୟାଗ କରିବା ନାହିଁ, ଯାହାକି ଏବ୍ରୀ 13 ପର୍ବର 5 ପଦରେ ଲେଖା ଅଛି। ମୁଁ ବିଶ୍ୱାସ କରେ ଆପଣ ତାହାଙ୍କର ସନ୍ତାନ। ତେଣୁକରି ଈଶ୍ୱର ତାହାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କ ନିମନ୍ତେ ଏହି ଜଗତକୁ ପଠାଇ ସେହି ଉଦ୍ଧାରର କାର୍ଯ୍ୟ ସାଧନ କଲେ। ଯେପରି ସେ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ତାହାଙ୍କର ସନ୍ତାନ ରୂପେ ଗ୍ରହଣ କରିବାକୁ ପାରନ୍ତି। ତେଣୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଆମମାନଙ୍କୁ ଈଶ୍ୱରଙ୍କ ସନ୍ତାନତ୍ୱର ଅନୁଭୂତି ମଧ୍ୟ ଦେଇ କଢ଼ାଇ ନେଇପାରିବ। କିନ୍ତୁ ଅନେକ ସମୟରେ ଆପଣ ବା ମୁଁ ଆମେ ଯେତେବେଳେ ଆତ୍ମିକ ଜୀବନରେ ପଛେଇ ଯାଉ ବା ବିଶ୍ୱାସରେ ଦୁର୍ବଳ ହୋଇଯାଉ, ସେତେବେଳେ ଆମେ ଏହି ଅନୁଭୂତିରୁ ବଞ୍ଚିତ ହେଉ। ଆମେ ଈଶ୍ୱରଙ୍କ ସହିତ ଏହି ଅନୁଭୂତି ଲାଭ କରିପାରୁନା। ଆମେ ଆତ୍ମିକ ଜୀବନରେ ଶିଥିଳ ବା ଶୁଷ୍କ ହୋଇଯାଉ। ମାତ୍ର ଏପରି ମଧ୍ୟ ସମୟ ଆସେ ଯେତେବେଳେ ଈଶ୍ୱର ପ୍ରକୃତରେ ଆମମାନଙ୍କୁ ଦୁଃଖ ଓ କ୍ଲେଶ ମଧ୍ୟ ଦେଇ ପରୀକ୍ଷା କରନ୍ତି। ସେତେବେଳେ ଆମେ ସେହି ସ୍ୱର୍ଗୀୟ ପିତାଙ୍କ ସହିତ ସେହି ଅନୁଭୂତିର ଅଧିକାରୀ ହୋଇଥାଉ। ଆମେ ଯେତେବେଳେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ଲାଗି ରହୁ, ସେତେବେଳେ ସେ ଆମକୁ ଶାନ୍ତି, ସାନ୍ତ୍ୱନା ଓ ଭରସା ପ୍ରଦାନ କରିଥାନ୍ତି ଓ ଆମମାନଙ୍କୁ ସେହି ପରୀକ୍ଷା ଉପରେ ଜୟଲାଭ କରିବା ନିମନ୍ତେ ଶକ୍ତି ଦେଇଥାନ୍ତି। ବିଶେଷରେ ଦୁଃଖ ଓ କ୍ଲେଶର ସମୟରେ ଈଶ୍ୱର ଆମମାନଙ୍କୁ ତାହାଙ୍କର ବାସ୍ତବ ପରିଚୟ ଦେଇଥାନ୍ତି ଓ ଆମମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରିଥାନ୍ତି। ସେହି ସମୟରେ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ସାନ୍ତ୍ୱନା ତଥା ସାହାଯ୍ୟକୁ ଉପଲବ୍ଧି କରିପାରିଥାଏ। ତାହା ହିଁ ହେଉଛି ଈଶ୍ୱରଙ୍କ ସନ୍ତାନ ଓ ଜାଗତିକ ମନା ଲୋକମାନଙ୍କ ମଧ୍ୟରେ ଭିନ୍ନତା। ଜାଗତିକ ମନା ଲୋକମାନେ ବା ଯେଉଁମାନେ ଈଶ୍ୱର ବିହୀନ ଜୀବନଯାପନ କରନ୍ତି, ସେମାନେ ଦୁଃଖ ଓ କ୍ଲେଶ ମଧ୍ୟ ଦେଇ ଯେତେବେଳେ ଗତି କରନ୍ତି, ସେତେବେଳେ ସେମାନେ ଧୈର୍ଯ୍ୟହରା ହୋଇଯାଆନ୍ତି ଓ ହତାଶ ହୋଇପଡ଼ନ୍ତି। ଏପରିକି ଅନେକ ପାଗଳ ମଧ୍ୟ ହୋଇଯାଆନ୍ତି। ଆଉ କେହି ବା ସେହି ଦୁଃଖକୁ ସମ୍ବରଣ କରି ନପାରି ନିଜର ଜୀବନକୁ ହରାଇ ଦିଅନ୍ତି। ମାତ୍ର ଈଶ୍ୱରଙ୍କ ସନ୍ତାନମାନେ ସେପରି ହୁଅନ୍ତି ନାହିଁ, କାରଣ ଈଶ୍ୱର ସେମାନଙ୍କୁ ଧୈର୍ଯ୍ୟ, ଶକ୍ତି ଓ ସାନ୍ତ୍ୱନା ଦେଇ ସେହି ଦୁଃଖରୁ ଉଦ୍ଧାର କରିଥାନ୍ତି। ଯେଉଁମାନେ ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ, ସେମାନେ ଏହି ସମସ୍ତ ଅନୁଭୂତି ଲାଭ କରିଥାନ୍ତି। ଏହାପରେ 4 ପର୍ବର 8 ପଦରେ ଲେଖା ଅଛି, ମାତ୍ର ପୂର୍ବରେ ତୁମେମାନେ ଈଶ୍ୱରଙ୍କୁ ନ ଜାଣି ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଥିଲ। ପାଉଲ ଏଠାରେ ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସେମାନଙ୍କର ଅତୀତର କାର୍ଯ୍ୟକଳାପକୁ ସ୍ମରଣ କରାଇ ଦିଅନ୍ତି, କାରଣ ଏମାନେ ପୂର୍ବରେ ପ୍ରତିମା ପୂଜକ ଥିଲେ। ସେ ସେମାନଙ୍କୁ କହନ୍ତି ଯେ ପ୍ରତିମା ଗୁଡ଼ିକ ବାସ୍ତବ ନୁହନ୍ତି, କିମ୍ବା ଯେଉଁମାନେ ସେମାନଙ୍କୁ ପୂଜା କରନ୍ତି ସେମାନେ ସେମାନଙ୍କ ନିକଟରେ ନିଜକୁ ବାସ୍ତବ ରୂପେ ପ୍ରକାଶ କରିପାରନ୍ତି ନାହିଁ, କି ସେମାନଙ୍କର ସେବା ପୂଜାକୁ ଗ୍ରହଣ କରିପାରନ୍ତି ନାହିଁ, କି ସେମାନଙ୍କର ପ୍ରାର୍ଥନା ଶୁଣିପାରନ୍ତି ନାହିଁ। ସେମାନେ ମୂକ ତଥା ବଧିର। ଆଉ ଏହି ଗାଲାତୀୟମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ସେହି ସମସ୍ତ ମୂକ ପ୍ରତିମାଗୁଡ଼ିକର ଦାସ ହୋଇ ରହିଥିଲେ। ପାଉଲ କହନ୍ତି ସେମାନେ କିଛି ନୁହନ୍ତି କି କିଛି କରିପାରନ୍ତି ନାହିଁ। ସେହି ପ୍ରତିମାଗୁଡ଼ିକ ବାସ୍ତବ ନୁହନ୍ତି, କି ଯେଉଁମାନେ ସେମାନଙ୍କର ପୂଜା କରନ୍ତି ସେମାନଙ୍କ ନିକଟରେ ସେମାନେ ବାସ୍ତବ ଭାବେ ପ୍ରକାଶିତ ହୋଇପାରନ୍ତି ନାହିଁ। ଏହାପରେ 4 ପର୍ବର 9 ପଦରେ ଲେଖା ଅଛି, କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଇଅଛ, ବରଞ୍ଚ ଈଶ୍ୱରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହିସବୁର ଦାସ ହେବାକୁ ଇଚ୍ଛା କରୁଅଛ? ଦେଖନ୍ତୁ, ଏହି ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ
ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିବା ପରେ ଈଶ୍ୱରଙ୍କ ଦ୍ୱାରା ଈଶ୍ୱରଙ୍କ ସନ୍ତାନ ରୂପେ ଗୃହୀତ ହୋଇଥିଲେ। କାରଣ ଏହି ଗାଲାତୀୟ ମଣ୍ଡଳୀମାନଙ୍କରେ ଥିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀମାନେ ବିଜାତୀୟ ପୃଷ୍ଠଭୂମିରୁ ଆସିଥିଲେ। ବର୍ତ୍ତମାନ ସେମାନେ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହେବା ପରେ ସେମାନେ ମୂଷାଙ୍କ ବ୍ୟବସ୍ଥା ମଧ୍ୟକୁ ଫେରିଯିବାକୁ ଚାହୁଁଥିଲେ, ଯାହାକି ସେହି ପ୍ରତିମା ପୂଜା ମଧ୍ୟକୁ ଫେରିଯିବାର ବିଷୟ ସହିତ ସମାନ ଥିଲା ବୋଲି ପ୍ରେରିତ ପାଉଲ ଏଠାରେ ତାହା ପ୍ରକାଶ କରନ୍ତି। ଏହାପରେ 4 ପର୍ବର 10 ପଦରେ ଲେଖା ଅଛି, ତୁମେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। ପାଉଲ ସେମାନଙ୍କୁ କହନ୍ତି, ତୁମେମାନେ ବିଶେଷ ବିଶେଷ ଦିନ ପାଳନ କରିଥାଅ। ଏହାର ଅର୍ଥ ବିଶ୍ରାମ ଦିନଗୁଡ଼ିକ ପାଳନ କରିଥାଅ। ପାଉଲ କଲସୀୟ ମଣ୍ଡଳୀ ନିକଟକୁ ଏହି ବିଷୟ ନେଇ ଏହିପରି ଲେଖନ୍ତି, ଯାହାକି କଲସୀୟ 2 ପର୍ବର 16 ପଦରେ ଲେଖା ଅଛି, ଅତଏବ ଭୋଜନପାନ କିମ୍ବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମମାନଙ୍କ ବିଚାର ନ କରୁ। ସେହିସବୁ ଆଗାମୀ ବିଷୟର ଛାୟା ମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ। ସେହିପରି ମାସ ସମ୍ଭବତଃ ନୂଆ ଜହ୍ନକୁ ପ୍ରକାଶ କରେ, ଯାହାକି ରାଜାମାନଙ୍କ ସମୟରେ ଇସ୍ରାଏଲ୍ ଜାତି ମଧ୍ୟରେ ତହିଁର ପ୍ରଚଳନ ଥିଲା। ଆଉ ମାଓବାଦୀମାନେ ଏହି ବିଷୟ ନେଇ ସେମାନଙ୍କୁ ସତର୍କବାଣୀ ମଧ୍ୟ ପ୍ରଦାନ କରିଥିଲେ। ସେହିପରି ପର୍ବ, ଯାହାକି ଈଶ୍ୱର ଇସ୍ରାଏଲ୍ ଜାତିକୁ 7ଟି ପର୍ବ ପାଳନ କରିବା ନିମନ୍ତେ ଅନୁମତି ଦେଇଥିଲେ ଓ ସେହି ସମସ୍ତ ପର୍ବ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ସେହିପରି ବର୍ଷ, ଯାହାକି ପ୍ରକୃତରେ ବିଶ୍ରାମ ବର୍ଷକୁ ଉପସ୍ଥାପିତ କରେ। ଏହା ପ୍ରତି 7 ବର୍ଷରେ ଥରେ ପାଳିତ ହେବାକୁ ଥିଲା ଓ ଏହି 7ମ ବର୍ଷ ଭୂମି ବିଶ୍ରାମ ଭୋଗ କରୁଥିଲା। ଏହା ଭୂମିର ବିଶ୍ରାମ ବର୍ଷ ଥିଲା। ତେବେ ଏହି ସମସ୍ତ ବିଷୟକୁ ପ୍ରତିପାଳନ କରିବା ସେହି ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ମୂଷାଙ୍କ ବ୍ୟବସ୍ଥା ମଧ୍ୟକୁ ଫେରିଯିବାର ବିଷୟ ପଡ଼ିଥିଲା ଓ ବ୍ୟବସ୍ଥାର ଅଧୀନତା ସ୍ୱୀକାର କରିବାର ବିଷୟ ପଡ଼ିଥିଲା। ଆଜି ଏପରି ଅନେକ ଅଛନ୍ତି ଯେଉଁମାନେ କି ମୂଷାଙ୍କ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ଓ ବ୍ୟବସ୍ଥା ଅନୁଯାୟୀ ସମସ୍ତ ନୀତି ନିୟମ ପାଳନ କରିବା ସମ୍ଭବ ବୋଲି ଭାବନ୍ତି। ମାତ୍ର ସେମାନେ ପ୍ରକୃତରେ ତାହାକୁ କାର୍ଯ୍ୟରେ ପ୍ରତିଫଳିତ କରିପାରନ୍ତି ନାହିଁ। ସେମାନେ ବିଶ୍ରାମ ବାରକୁ ପାଳନ କରି ଆଉ ସମସ୍ତକୁ ଛାଡ଼ି ଦିଅନ୍ତି, କିନ୍ତୁ ସମସ୍ତ ନୀତି ନିୟମ ସେହି ବ୍ୟବସ୍ଥା ମଧ୍ୟରେ ହିଁ ନିହିତ ହୋଇ ରହିଅଛି। ଆପଣ କୌଣସି ଗୋଟିକୁ ବାଦ୍ ଦେଇପାରିବେ ନାହିଁ। ସେଥିପାଇଁ ଯାକୁବ ତାହାଙ୍କର ପତ୍ରର 2 ପର୍ବର 10 ପଦରେ ଏହିପରି ପ୍ରକାଶ କରନ୍ତି, କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟି ପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ। ତାହା ହେଉଛି ଯେ ସେ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦୋଷୀ ହୁଏ। ତେବେ ପାଉଲ ଏଠାରେ କହନ୍ତି ନାହିଁ ଯେ ସେମାନେ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିବା ଉଚିତ ନୁହେଁ ବୋଲି। ମାତ୍ର ସେ କହିବାକୁ ଚାହାନ୍ତି, ଏହି ସମସ୍ତ ବିଷୟ ସେହି ବ୍ୟବସ୍ଥା ମଧ୍ୟ ଦେଇ ଯେଉଁ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା, ତାହାଙ୍କୁ ନିଜ ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଇ ଗୌରବ ଦେବା ଉଚିତ ଓ ତାହାଙ୍କର ଅଧୀନତା ସ୍ୱୀକାର କରିବା ଉଚିତ। ଅର୍ଥାତ୍ ବ୍ୟବସ୍ଥାର ଅଧୀନରେ ନ ରହି ଖ୍ରୀଷ୍ଟଙ୍କ ଅଧୀନରେ ରହିବା ଉଚିତ। ଏହାପରେ 4 ପର୍ବର 11 ପଦରେ ଲେଖା ଅଛି, ତୁମମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି। ପାଉଲ ଏଠାରେ ଅତି ସୁନ୍ଦର ଭାବରେ କହନ୍ତି ଯେ ସେ ଭାବନ୍ତି ଯେ ସେ ସେମାନଙ୍କ ମଧ୍ୟରେ ତାହାଙ୍କର ସମୟକୁ ନଷ୍ଟ କରିଅଛନ୍ତି। ସେ ସେମାନଙ୍କ ମଧ୍ୟରେ ଯେଉଁ ସମସ୍ତ ସମୟ ରହି ସୁସମାଚାର ପ୍ରଚାର କରିଥିଲେ ତାହା ମୂଲ୍ୟହୀନ, ଯେହେତୁ ସେମାନେ ଅନୁଗ୍ରହରେ ଉଦ୍ଧାର ପାଇବା ପରେ ସେହି ବ୍ୟବସ୍ଥା ପ୍ରତି ସେମାନଙ୍କର ପ୍ରତ୍ୟାବର୍ତ୍ତନ ସେମାନଙ୍କର ସେହି ଅତୀତର ପ୍ରତିମା ପୂଜା ମଧ୍ୟକୁ ପ୍ରତ୍ୟାବର୍ତ୍ତନର ବିଷୟ ସହିତ ସମାନ। ସେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେମାନେ ମୂଷାଙ୍କ ବ୍ୟବସ୍ଥା ହେତୁ ଈଶ୍ୱରଙ୍କୁ ଜାଣିନାହାନ୍ତି ବା ଉଦ୍ଧାରପ୍ରାପ୍ତ ହୋଇନାହାନ୍ତି, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କର ପରିଚୟ ପାଇଅଛନ୍ତି। ତେଣୁ ପାଉଲ ସେମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହାନ୍ତି
ଯେ ଯଦି ସେମାନେ ସେହି ବ୍ୟବସ୍ଥା ମଧ୍ୟକୁ ଫେରିଯାଆନ୍ତି, ତାହେଲେ ସେମାନଙ୍କ ନିମନ୍ତେ ତାହାଙ୍କର ସମସ୍ତ ଚେଷ୍ଟା ଓ ପରିଶ୍ରମ ନିଷ୍ଫଳ ହେବ ଓ ସେମାନଙ୍କର ଜୀବନ ବିପଦଗାମୀ ହେବ। କାରଣ ପାଉଲ ଚାହୁଁନଥିଲେ ଯେ ସେମାନେ ପୁନର୍ବାର ସେହି ବ୍ୟବସ୍ଥା ମଧ୍ୟକୁ ଫେରିଯାଆନ୍ତୁ। ଯେଣୁ ସେମାନଙ୍କର ଉଦ୍ଧାର ବ୍ୟବସ୍ଥା ଅନୁଯାୟୀ ନୁହେଁ, ମାତ୍ର ଈଶ୍ୱରଙ୍କ ଅନୁଗ୍ରହ ଅନୁଯାୟୀ, ଆଉ ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା। ବର୍ତ୍ତମାନ ଆମେ ଏକ ବ୍ୟକ୍ତିଗତ ବିଭାଗ ମଧ୍ୟକୁ ଯିବା, ଯେଉଁଠାରେ କି ପାଉଲ ଅତି ଭଦ୍ରତା ସହ କେତେକ ଶବ୍ଦ ଉଚ୍ଚାରଣ କରିଅଛନ୍ତି। ଏହି 4 ପର୍ବର 12 ପଦରୁ 18 ପଦ ମଧ୍ୟରେ ଆମେ ତାହା ଲକ୍ଷ୍ୟ କରିବାକୁ ପାରିବା। ତେବେ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଏହି ବିଷୟ ନେଇ ଆଲୋଚନା କରିବା ନିମନ୍ତେ ଯିବା। କିନ୍ତୁ ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଆମେ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଯଦି ପୁନର୍ବାର ଆମମାନଙ୍କର ଅତୀତ ଜୀବନକୁ ଫେରିଯାଉ, ବା ଆମମାନେ ସେହି ବ୍ୟବସ୍ଥା ମଧ୍ୟକୁ ଫେରିଯାଉ, ଅଥବା ଆମେ ଆମର ନିଜର ଧର୍ମକର୍ମ ଉପରେ ନିର୍ଭର କରୁ, ତାହେଲେ ଆମମାନେ କେବେ ହେଲେ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବା ନାହିଁ। ଆମେ ଜାଣି ରଖିବା ଉଚିତ ଯେ ଆମମାନେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଅଛୁ। ଆମମାନେ ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ଆମମାନଙ୍କର ନିଜ ଧର୍ମକର୍ମ ନେଇ ନୁହେଁ, ଆମମାନଙ୍କର ନିଜ ପୁଣ୍ୟକର୍ମ ନେଇ ନୁହେଁ, ମାତ୍ର କେବଳ ବିଶ୍ୱାସ ଦ୍ୱାରା। ତେଣୁ ଆସୁ ସେହି ବିଶ୍ୱାସରେ ଆମମାନେ ଆଗେଇବା ପାଇଁ ଚେଷ୍ଟା କରୁ, ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରି ଆମମାନେ ପ୍ରଭୁଙ୍କ ନିମନ୍ତେ ମହତ୍ ବିଷୟମାନ ସାଧନ କରିବା ପାଇଁ ଚେଷ୍ଟା କରୁ, ବା ସେହି ଧାର୍ମିକତାର ପଥରେ ଅଗ୍ରସର ହୋଇ ଧାର୍ମିକତା ସାଧନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।